ଷୋହଳତମ ରାମଧୁନ୍ କପ୍ ସର୍ବଭାରତୀୟ ଫୁଟବଲ ଚାମ୍ପିୟନସିପ୍ 2025 ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଆଜି ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍ରେ ଆୟୋଜକ ସୋନପୁର ରାମଧୁନ୍ କ୍ଲବ ଓ କଟକ ସ୍ପୋର୍ଟସ ହଷ୍ଟେଲ ମଧ୍ୟରେ ଖେଳାଯାଇଥିଲା। ଆୟୋଜକ ସୋନପୁର ରାମଧୁନ୍ କ୍ଲବ ଦଳକୁ 3-0 ଗୋଲରେ ହରାଇ କଟକ ସ୍ପୋର୍ଟସ ହଷ୍ଟେଲ ଦଳ ଟୁର୍ଣ୍ଣାମେଣ୍ଟର ଗ୍ରାଣ୍ଡ ଫିନାଲେକୁ ପ୍ରବେଶ କରିଛି। ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଏସ୍ପି ଶ୍ରୀ ରାମପ୍ରସାଦ ସାହୁ ଯୋଗଦେଇ ଖେଳକୁ ଉଦ୍ଘାଟନ କରି ଆୟୋଜକ ଓ ଖେଳାଳିଙ୍କୁ ଉତ୍ସାହିତ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ସମସ୍ତ ମିଡିଆ ଯୋଗଦେଇ ଖେଳାଳିଙ୍କ ସହିତ ପରିଚୟ ପ୍ରଦାନ କରି ଶୁଭେଚ୍ଛା ରଖିଥିଲେ। ନିମନ୍ତ୍ରିତ ଅତିଥି ଭାବରେ ପୂର୍ବତନ ଡିସିସି ସଭାପତି ଜିତେନ୍ଦ୍ର ପଟ୍ଟନାୟକ, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ସାମ୍ବାଦିକ ଦିଲ୍ଲୀପ ପାତ୍ର, ସ୍ୱାଧୀନ ମେହେର, ମୃତ୍ୟୁଞ୍ଜୟ ଶତପଥୀ, ବିବେକାନନ୍ଦ ମିଶ୍ର, ରତନ ପଟ୍ଟନାୟକ, ଧରଣୀଧର ମିଶ୍ର, ରାଜକିଶୋର ତ୍ରିପାଠୀ, ସଞ୍ଜୟ ସାହୁ, ସନ୍ତୋଷ ମିଶ୍ର, ଗଣପତି ବାଗ, ସୁଶାନ୍ତ ସାହୁ, ସୁଶାନ୍ତ ପଣ୍ଡା, ରଞ୍ଜନ ବାରିକ, ଶୋଭା କେୟାର କୋ ଓନର ସୁଭାଷ ଚନ୍ଦ୍ର ପଣ୍ଡା, ସଞ୍ଜୟ ବଡପଣ୍ଡା, ରାମଧୁନ୍ କ୍ଲବ ଦଳର ଫ୍ରାଞ୍ଚାଇଜ ଯୁକ୍ତ 2 ଅଦିତି କଲେଜ ଅଧ୍ୟକ୍ଷ ନିଶାନ୍ତ ମହାନ୍ତି ଓ କଟକ ସ୍ପୋର୍ଟସ ହଷ୍ଟେଲ ଦଳର ଫ୍ରାଞ୍ଚାଇଜ ସଂସ୍ଥାର ଆଗ୍ରୋ ଏମ୍ଡି ଲୋକନାଥ ରଥ, ଭେଟରାନ ଫୁଟବଲ ଖେଳାଳି ସୁଶୀଲ କୁମାର ନାୟକ, ଅଖୁଜ ବକ୍ସି ଯୋଗଦେଇ କୃତି ଖେଳାଳି ଓ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଖେଳାଳିଙ୍କୁ ପୁରସ୍କୃତ କରିଥିଲେ। ଆଜିର ଖେଳକୁ ମୁଖ୍ୟ ରେଫରୀ ସଞ୍ଜୀବ ସାହୁ, ଜିତେନ୍ଦ୍ର ଥନାପତି, ଜଗନ୍ନାଥ କଅଁର, ଦିଲ୍ଲୀପ ପୁରୋହିତ ଖେଳ ପରିଚାଳନା କରିଥିଲେ। ପ୍ରଭୁଦତ୍ତ କୁମ୍ଭାର ଖେଳର ପ୍ରତ୍ୟେକ ଧାରା ବିବରଣୀ କରିଥିଲେ। ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ କଟକ ସ୍ପୋର୍ଟସ ହଷ୍ଟେଲ ଦଳର 15 ନମ୍ବର ଖେଳାଳି ଧନେଶ୍ୱର ବେହେରାଙ୍କୁ ପୁରସ୍କୃତ କରାଯାଇଛି। କ୍ଲବ ସମ୍ପାଦକ ପିୟୁଷ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାକୁ ବିକାଶ ପଣ୍ଡା ସଂଯୋଜନା କରିଥିବା ବେଳେ ମନୋରଞ୍ଜନ ତ୍ରିପାଠୀ ଅତିଥି ସ୍ୱାଗତ କରିଥିଲେ। ବିକାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ହଜାର ହଜାର ଦର୍ଶକ ଖେଳକୁ ଉପଭୋଗ କରିଥିବା ବେଳେ ସୁବର୍ଣ୍ଣପୁରର ସମସ୍ତ ଫୁଟବଲ ପ୍ରେମୀ, ରାମଧୁନ୍ କ୍ଲବ ମଝିପଡ଼ାର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ସୋନପୁରରୁ ସୁକୁମାର ମହାନ୍ତ, ଓଟି ଲାଇଭ୍। समाज में या अपने अंचल में, और इस रामधुन को जिन्होंने अपने सेवा प्रदान किए हैं बतौर एक खिलाड़ी के रूप में, शंकरसन पटनायक सर, दिलीप पात्र, विवेकानंद मिश्रा, गणपति बाग, संजय साहू। खबर देखिबा पई ओटी लाइव को सब्सक्राइब करंतु एवं ए खबर देखिबा पई ओटी लाइव को सब्सक्राइब करंतु एवं ए खबरटी को अधिक